କଥା ହେଉଛି କାଲି କଟକରେ ମିଶ୍ରଣ ପର୍ବ ବେଳେ ଯେଉଁ ଭଳି କାଣ୍ଡ ଘଟିଲା ସେଇଟା ନିହାତି ଅବାଞ୍ଛନୀୟ ନିଶ୍ଚିତ ଭାବରେ। କାରଣ ଯେଉଁ ପ୍ରାର୍ଥୀମାନେ ଠିଆ ହେଇଛନ୍ତି ସେମାନଙ୍କୁ ଦଳ ନିର୍ବାଚିତ କରି ଦଳ ତାଙ୍କୁ ସିଲେକ୍ଟ କରିଛି ଏବଂ ସେଇମାନଙ୍କୁ ହିଁ ପ୍ରାର୍ଥୀ ଦେଇଛି। କଟକରେ ଭର୍ତ୍ତୃହରି ମହତାବ ଆଗରୁ ମିଶିଥିଲେ, ଆଗରୁ ଥିଲେ ବିଜେଡ଼ିରେ, ସେ ହଠାତ୍ ମିଶିଲେ ବିଜେପିରେ ଏବଂ ବିଜେପି ଦଳ ତାଙ୍କୁ ପ୍ରାର୍ଥୀ କଲା, ଯାହାଫଳରେ କି ଦଳ ଭିତରେ ଅସନ୍ତୋଷ ସୃଷ୍ଟି ହେବା ସ୍ୱାଭାବିକ। ଏବଂ ଏହି ନିର୍ବାଚନରେ ଯେଭଳି ଭାବରେ ଚାଲିଛି ଦଳ ବଦଳ ଆଉ ଦଳର ଭିତରେ ଅସନ୍ତୋଷ ଯେଭଳି ବଢ଼ି ଚାଲିଛି, ସବୁ ଦଳ ମଧ୍ୟରେ ପ୍ରାୟ ଅନ୍ତର୍କନ୍ଦଳ ରହିଛି। ଏଥିରେ ମାନେ ୟାକୁ ସନ୍ଦେହ କରିବାର କୌଣସି କାରଣ ନାହିଁ। ଏବଂ ବର୍ତ୍ତମାନ ବିଜେପିରେ ଯେଉଁ ଅନ୍ତର୍କନ୍ଦଳଟା ସେଇଟା ଏଭଳି ଶୋଚନୀୟ ରୂପ ନେଇଛି ଯେଉଁଟାକି କାଲି କଟକରେ ମିଶ୍ରଣ ପର୍ବ ବେଳେ ସେଇଟା ପ୍ରତିଫଳିତ ହୋଇଛି। ଏବଂ କେବଳ ପ୍ରତିଫଳିତ ନୁହଁ, ସେଇଟା ସର୍ବସାଧାରଣରେ ପୁରା ମାନେ ଲଙ୍ଗଳା ହୋଇଯାଇଛନ୍ତି। କାରଣ କାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ, ଭର୍ତ୍ତୃହରି ମହତାବଙ୍କ ଉପସ୍ଥିତିରେ ମଧ୍ୟ ଯେଭଳି ସେଠି ମାନେ ଗଣ୍ଡଗୋଳ ଘଟିଲା ଏବଂ ନୟନ ମହାନ୍ତିଙ୍କ ସମର୍ଥକମାନେ ଯେଭଳି ଭାବରେ ଯେଉଁମାନେ ଚାହୁଁନଥିଲେ ଯେ ଭର୍ତ୍ତୃହରିକି ପ୍ରାର୍ଥୀ କରାଯାଉ, କାରଣ ଭର୍ତ୍ତୃହରି ସର୍ବଦା ବିଜେପି କି ବିରୋଧ କରୁଥିଲେ ଏବଂ ତାଙ୍କୁ ଯେହେତୁ ପ୍ରାର୍ଥୀ କରାଯାଇଛି, ତେଣୁ ନୟନ ମହାନ୍ତି ଏବଂ କଟକରେ ଯେଉଁମାନେ ସବୁ ବିଜେପିର ସମର୍ଥକ ସେମାନେ ଉତ୍ତେଜିତ ହୋଇକି ଥିଲେ। ଏବଂ କାଲି ସେଇ ମିଶ୍ରଣ ପର୍ବ ବେଳେ ଯେଭଳି ଭାବରେ ବିରୋଧ ହେଲା ଏବଂ ଯେଭଳି ଭାବରେ ଗଣ୍ଡଗୋଳ ହେଲା, ନୟନ ମହାନ୍ତିଙ୍କ ସମର୍ଥନ ଏବଂ ଧର୍ମେନ୍ଦ୍ର ବାବୁଙ୍କ ଉପସ୍ଥିତିରେ ତାଙ୍କର ଯେଉଁ ବିରୋଧୀମାନେ ମାନେ ଠେଲା ପେଲା ମରାମରି ହେଇକରି ମାନେ ଏପରି ଘଟଣା ଘଟିଲା ଯେ ମୁଣ୍ଡ ଫାଟିଲା ଭଳି ଗୋଟେ ଘଟଣା ଘଟିଲା। ଏବଂ ଏହା ନିଶ୍ଚିତ ଭାବରେ ଆଗାମୀ ନିର୍ବାଚନରେ ବିଜେପି କି ମାନେ ବହୁତ ଅସୁବିଧାରେ ପକାଇବ, ଏଥିରେ ସନ୍ଦେହ ନାହିଁ। କାରଣ ଏତେ ଶୀଘ୍ର ଏ ଯେଉଁ ବିଜେପି ଦଳରେ ଦେଖାଦେଇଥିବା ଅସନ୍ତୋଷ ଯେ ପ୍ରଶମିତ ହୋଇଯିବ, ୟାର କୌଣସି ସୂଚନା ମିଳୁନି। କାରଣ ଭର୍ତ୍ତୃହରି ମହତାବଙ୍କର ପ୍ରତି ଯେଉଁ ସବୁ ବିରୋଧାଭାସ ଚାଲିଛି ଏବଂ ଭର୍ତ୍ତୃହରି ମହତାବଙ୍କ ପ୍ରତି ସ୍ଥାନୀୟ ମାନେ ଲୋକମାନେ ଯେଉଁମାନେ କି ଦୀର୍ଘ ଦିନ ଧରି ବିଜେପି ପାଇଁ କାମ କରି ଆସୁଛନ୍ତି ଏବଂ ବିଜେପିର ମାନେ ଦୃଢ଼ ସମର୍ଥକ ଏବଂ ବିଜେପି ସହିତ ସେମାନେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ସେମାନେ କେବେ ହେଲେ ଭର୍ତ୍ତୃହରି ବାବୁଙ୍କୁ ସମର୍ଥନ କରିବେନି। ଏବଂ ସେଇମାନଙ୍କ ଭିତରେ ନେତୃତ୍ୱ ଦେଉଛନ୍ତି ନୟନ ମହାନ୍ତିଙ୍କ ଭଳି ଜଣେ ପୁରୁଖା ନେତା। ଏବଂ ଯେଉଁଟାକି କାଲି ଯେଉଁ ଘଟଣା ପ୍ରତିଫଳିତ ହୋଇଛି ସେଠି, ଏହା ଶୀଘ୍ର ପ୍ରଶମିତ ହେବାର କୌଣସି କାରଣ ନାହିଁ ଏବଂ କୌଣସି ସୂଚନା ମଧ୍ୟ ମିଳୁନି। ତେଣୁକରି ଏଇ ଯେଉଁ ଘଟଣାମାନ ଘଟୁଛି, ଯେଉଁ ମିଶ୍ରଣ ପର୍ବରେ ଯେଭଳି ଭାବରେ ଘଟଣାମାନ ଘଟୁଛି, ତାହା ଯେ ନିଶ୍ଚିତ ଭାବରେ ଆଗାମୀ ନିର୍ବାଚନରେ ବିଜେପି ଦଳକୁ ବହୁ ଖୁବ୍ ଅସୁବିଧାରେ ପକାଇବ ଏବଂ ବିଜେପି ଦଳର ବିଜୟ ଆଶାକୁ ବହୁ ଜାଗାରେ ମଧ୍ୟ ପ୍ରତିହତ କରିବ। ଏଥିରେ ମାନେ କୌଣସି ସନ୍ଦେହ ଦେଖାଯାଉନି। ଏବଂ ଏହା ଯେ ଆଗାମୀ ନିର୍ବାଚନରେ ବିଜେପି ପ୍ରତି ଗୋଟେ ଘୋର ବିପର୍ଯ୍ୟୟ ଟାଣି ଆଣିପାରେ, ଏଇଟା ହେଉଛି ସ୍ପଷ୍ଟ ସୂଚନା। ଏ ଯେଉଁ ବିଜେପିର ଯେଉଁ ପ୍ରାର୍ଥୀ ସିଲେକ୍ସନ୍ ନେଇକରି ଯେଉଁଭଳି ଭାବରେ ଅସନ୍ତୋଷ ଦେଖାଦେଇଛି ଏବଂ ପର୍ଟିକୁଲାରଲି ଆମଦାନୀ ନେତାମାନଙ୍କୁ ନେଇକରି ଯେଭଳି ଭାବରେ ବିଜେପିରେ ତୀବ୍ର ଅସନ୍ତୋଷ ବଢ଼ି ଚାଲିଛି, ସେଇଟା ଗତ 15 ଦିନ ଧରି ବିଭିନ୍ନ ସ୍ଥାନରେ ପ୍ରତିଫଳିତ ହେଉଛି। ଏହା ଯେ ସମ୍ବଲପୁରରେ ପ୍ରତିଫଳିତ ହେଲା, ବାଲେଶ୍ୱରରେ ପ୍ରତିଫଳିତ ହେଲା, ବର୍ତ୍ତମାନ ଏଠି ମଧ୍ୟ ପ୍ରତିଫଳିତ ହେଉଛି। ମାନେ ଆମେ ଦେଖିଲେ ପ୍ରାୟ ସବୁ ସ୍ଥାନରେ ହିଁ ଏଇଟା ପ୍ରତିଫଳିତ ହେଉଛି। ଏବଂ ଏଇ ଯେଉଁ ଘଟଣାମାନେ ଘଟୁଛି, ବିଜେପି ଅଫିସରେ ପ୍ରତିଦିନ ଗଣ୍ଡଗୋଳ ଚାଲିଛି, ପ୍ରତିଦିନ ବିଜେପି ଅଫିସରେ ଦୁଇ ଗୋଷ୍ଠୀ ମଧ୍ୟରେ ଠେଲା ପେଲା ମରାମରି, ଚୌକି ଟେବୁଲ ଭଙ୍ଗା, ଏଭଳି କାଣ୍ଡ ଚାଲିଛି। ଯେଉଁ ଘଟଣା ଗୁଡ଼ାକ ଆଜିକାଲି ଗଣମାଧ୍ୟମ ଯୁଗରେ ମାନେ କୌଣସି ଜିନିଷ ଅଛପା ରହୁନାହିଁ, ସବୁର ଛବି ଲୋକମାନେ ଦେଖିପାରୁଛନ୍ତି, ସବୁର କଥା ଲୋକମାନେ ଶୁଣିପାରୁଛନ୍ତି। ତେଣୁକରି ଏହା ଯାହା କିଛି ଘଟୁଛି, ଯେଉଁଠି ଘଟିଲା ବି ସେ କଥାଟା ଆଉ ମାନେ ଅଛପା ରହୁନି, ସେ କଥାଟା ସାଙ୍ଗେ ସାଙ୍ଗେ ପ୍ରଘଟିତ ହୋଇଯାଉଛି। ତେଣୁ ସେଇ ଦୃଷ୍ଟିରୁ ଦେଖିଲେ ବିଜେପି ଯେ ବର୍ତ୍ତମାନ ଘୋର ଅସୁବିଧାର ସମ୍ମୁଖୀନ ହେଉଛି, ସେଥିରେ ସନ୍ଦେହ ନାହିଁ। ଏବଂ ଆଗାମୀ ନିର୍ବାଚନରେ
এইটা ନିଶ୍ଚିତ ଭାବରେ ବିଜେପିର ନିର୍ବାଚନ ମଣ୍ଡଳୀରେ ନିର୍ବାଚନରେ ଏବଂ ବିଜେପିର ରେଜଲ୍ଟରେ ନିଶ୍ଚିତ ଭାବରେ ପ୍ରତିଫଳିତ ହେବ ଏବଂ ବିଜେପି ଆଗାମୀ ନିର୍ବାଚନରେ ବହୁ ସ୍ଥାନରେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହେବ। ଏଇଟା ହିଁ ତାର ସ୍ପଷ୍ଟ ସୂଚନା ମିଳୁଛି ଏଥିରୁ।